निरतं करुणामयं नमामि चिन्मयं देवं सद्गुरुं ब्रह्मविद्वरं सद्गुरुं ब्रह्मविद्वरं। ମାୟାର ଅଚିନ୍ତ୍ୟ ଶକ୍ତି ଅଛି। ମାୟା ନିଜେ ହିଁ ଅଚିନ୍ତ୍ୟ ଶକ୍ତି। ଅନିର୍ବାଚନୀୟ ଶକ୍ତି ଯୋଉ କୁହାଯାଇଛି ତାହା ଅଚିନ୍ତ୍ୟ ଶକ୍ତି। 151ରେ 150ରେ ଜଗତ ଅଚିନ୍ତ୍ୟ ରଚନା ରୂପ କୁହାଗଲା। ତ ଜଗତ ବି ଅଚିନ୍ତ୍ୟ, ସେଥିପାଇଁ ଅନିର୍ବାଚନୀୟକୁ ମିଥ୍ୟା କୁହାଯାଉଛି। ତ ତାର କାର୍ଯ୍ୟରେ ଯୋଉ ଗୁଣଟା ଥିବ ସେ ନିଶ୍ଚୟ କାରଣରୁ ହିଁ ଆସିଥିବ ନା। ସେଥିପାଇଁ କହନ୍ତି ପିଲା ଯଦି ଭଲ ଅଛି କହିବ ବାପାଙ୍କର ସଂସ୍କାର ଆଣିଛନ୍ତି, ପିଲା ଯଦି ଖରାପ ଅଛି ବାପାଙ୍କର ଖରାପ ସଂସ୍କାର ଆଣିଛନ୍ତି। ତ ये जो अचिंत्य शक्ति, ये तो जो माया ମାନେ ଅନିର୍ବାଚନୀୟ, ଇଏ ମାୟାର ସ୍ୱରୂପ। କିଛି ଜାଣି ହବନି କେମିତି ପାଇଁ ଅନେକ କଥା ରହିଛି ନା। ନାରଦଜୀଙ୍କ କଥା ଅଛି, ମାୟାକୁ ଦେଖିବା ପାଇଁ ଚାହିଁଲେ ସେ ଭଗବାନ, ଆପଣଙ୍କୁ ଟିକେ ମାୟା ମୁଁ ଦେଖିବା ପାଇଁ ଚାହୁଁଛି। ଠିକ ଅଛି। तो नारद जी और भगवान कृष्ण ଏ ସେମ୍ କଥା ଅର୍ଜୁନଙ୍କ ସହିତ ବି ରହିଛି। ଅର୍ଜୁନ ବି ମାୟାକୁ ଦେଖିବା ପାଇଁ ଚାହିଁବେ। ଏ ଗୀତା ବାଲା ନାଇଁ, ଏମିତି ଦି ଜଣ ଯାକ କଥା ଏମିତିଆ ସବୁ ରହିଛି। ଆଇ ଥିଙ୍କ କଥା ଗୋଟିଏ, କେବେ ଅର୍ଜୁନ ନାଁରେ କେବେ ନାରଦ ନାଁରେ। ନାରଦ ନାଁରେ ବड़ा ଇଣ୍ଟରେଷ୍ଟିଂ ରହିଛି। ନାରଦ ତ ବାହା ହେଇନାହାନ୍ତି, ବ୍ରହ୍ମଚାରୀ। ଆଉ ଭଗବାନ ନାରଦ ଯେ ଯାଉଛନ୍ତି, ବହୁତ ରେଗିସ୍ତାନ ପଡ଼ିଲା, ଶୋଷ ଲାଗିଲାଣି। କହିଲେ ନାରଦଜୀ ଗୋଟେ କାମ କରନ୍ତୁ, ମୋତେ ଟିକେ ଶୋଷ ଲାଗିଲା। ହଁ ଗो ଭଗବାନ, ମୁଁ ଦେଖୁଛି ପାଣି କୋଉଠି ଅଛି ବୋଲି ସାଙ୍ଗେ ସାଙ୍ଗେ ଚଢିଗଲେ ଗଛ ଉପରେ। ଗଛ ଉପରେ ଯେତେବେଳେ ଚଢିଲେ ଦେଖିଲେ ଗୋଟେ ନଦୀ ଅଛି। କହିଲେ ହଁ ଗୋଟେ ନଦୀ ଅଛି, ମୁଁ ପାଣି ନେଇକି ଆସୁଛି। ତ ନାରଦଙ୍କ ପାଖରେ କମଣ୍ଡଳୁ ଥାଏ। ଯେତେବେଳେ କମଣ୍ଡଳରୁ ପାଣି ନେବା ପାଇଁ ଆସିଲେ, ସେ କହିଲେ ଏତେ ଗରମ ଦିନରେ ଏତେ ସୁନ୍ଦର ପାଣି ତ ମୁଁ ନେବି କୃଷ୍ଣଙ୍କ ପାଇଁ, ସେଟା ଗାଧେଇ ଦେଲେ ଭଲ ହୁଅନ୍ତା। ଆଉ କମଣ୍ଡଳଟାକୁ ରଖିଦେଲେ, କୂଳରେ ଗାଧେଇବାକୁ ଲାଗିଲେ। ଆଉ ଯୋଉ ଗାଧେଇବାକୁ ଲାଗିଛନ୍ତି ତ ଭାସି ଯାଇଛନ୍ତି। ଭାସୁଛନ୍ତି ଭାସୁଛନ୍ତି ଭାସୁଛନ୍ତି, ତ ବହୁତ ଦୂରରୁ ଭାସିଲା ପରେ ସେ ଦେଖିଲେ ଗୋଟେ ଘାଟରେ ଏତେ ଲୋକ ଅଛନ୍ତି, ଅପେକ୍ଷା କରିଛନ୍ତି। ହାତୀ ଗୋଟେ ଅଛି, ମୃଦଙ୍ଗ ମାନେ ଅଛି। କାଲି ଯେମିତି ଶିବରାତ୍ରିରେ ମୁଁ ଟିକେ ବାହାରକୁ ଯାଇଥିଲି, ଏମିତି ପ୍ରୋଗ୍ରାମ ମାନେ ଇଏରେ, ପୁରା ବିରାଟ ଟ୍ରକ୍ ଉପରେ ବୃଷଭ ଅଛନ୍ତି, ତା ଗୋଟେ ଟ୍ରକରେ ଆଉ ଗୋଟେ ଟ୍ରକରେ ଭଗବାନ ଶଙ୍କର ପାର୍ବତୀ ସବୁ ବଢିଆ ସୁନ୍ଦର। ପଟିଆଲାର କଥା କହୁଛି, ଝାଙ୍କି ଚାଲିଛି। ଉଁ? ଶିବ ପାର୍ବତୀଙ୍କର ବିବାହ ଦିନ ମଧ୍ୟ କୁହାଯାଏ କାଲି, ତେଣୁ ବିବାହ ମଧ୍ୟ କରାଯାଉଛି ଅନେକ ମନ୍ଦିର ଆଦିରେ। ସେ ଯାହା ହଉ, ତ ନାରଦ ଦେଖିଲେ ଯାହା ହଉ, ଯୋଉ ଘାଟ ଥିଲା ସେ ଘାଟକୁ ପଳେଇ ଆସିଲା ପରେ ସମସ୍ତେ ଖୁସି ହେଇଗଲେ, ବାଦ୍ୟ ବଜେଇଲେ ଏବଂ ହାତୀ କଳସ ଡେରିଲା, କହିଲେ ଆପଣ ରାଜା। ତ ନାରଦ କହିଲେ ନାଇଁ ନାଇଁ, ମୁଁ ନାରଦ ନାଇଁ ଆଜ୍ଞା, ହଉ ଆମେ ଜାଣିନୁ, ଆପଣ ରାଜା ହେବେ। ତ ଫେର ନାରଦ କହିଲେ ହଁ ଇଟ୍ ଇଜ ବ୍ୟୁଟିଫୁଲ, ମୋର ତ ପୂର୍ବରେ ଇଚ୍ଛା ବି ଥିଲା ବିବାହ କରିବା ପାଇଁ, ଭଗବାନ ତ ନେଇଥିଲେ, ଚାଲ। ତେଣୁ ରାଜା ହେଇଗଲେ। ଆଉ ନାରଦ ତାଙ୍କ ଡ୍ରେସଟା ଭାବିଲେ କି ରାଜ ଡ୍ରେସ ପିନ୍ଧିବା। ତ ନାରଦ ଆଉ ଏଇ ଯୋଉ ଲାଲ ଡ୍ରେସ ଥିଲା ସେଟାକୁ ବାହାର କରିକି ରାଜା ଡ୍ରେସ ମୁକୁଟ ପିନ୍ଧିଲେ, ସବୁ କିଛି। ଏହା ଉପନିଷଦ ଗଙ୍ଗାରେ କଥା ବି ଅଛି। ତ ଦେନ୍ କହିଲେ ଆଜ୍ଞା ଆପଣ ଯୁବକ ଅଛନ୍ତି, ଆଉ ଆମେ ଚାହୁଁଛୁ ଅନ୍ୟ ଦେଶର ଜଣେ ରାଜକୁମାରୀ ଅଛନ୍ତି, ତାଙ୍କ ସହିତ ବିବାହ କରାଇବା, କାରଣ ଆପଣ ତ ଆମର ରାଜା ହେଲେ। ତ ଠିକ ଅଛି। ତେଣୁ ଯୁଦ୍ଧ ପାଇଁ ମଧ୍ୟ ଇଏ କଲେ। ଦେଖନ୍ତୁ କୋଉ ନାରଦ ଯିଏ ସତ୍ସଙ୍ଗ କରିବା କଥା, ବେଦ ଉପନିଷଦ ପ୍ରବଚନ, ସେ ବର୍ତ୍ତମାନ ଯୁଦ୍ଧ ଇଏ ସିଏ କେତେ କଣ ଅର୍ଥ ଶାସନ ଏସବୁରେ ରହିଲେ। ତାପରେ ଧୀରେ ଧୀରେ ବାହା ହେଇଗଲେ। ବାହା ହେଲା ପରେ ପୁଅ ବି ହେଲା, ଏକାଥରେ 11ଟା ପୁଅ ହେଲା। କ୍ରିକେଟ ଟିମ୍
एंड ତାଙ୍କର ପତ୍ନୀ ମରିଗଲେ, ପୁରା ଯେ ରାଣୀ ବହୁତ ଦୁଃଖୀ ହେଲେ। ଇଏ କେତେ ବର୍ଷ ହେଇଗଲାଣି, ମିନିମମ୍ 50-60 ବର୍ଷ ହେଇଗଲାଣି। ନାରଦ ବୁଢା ବି ହେଇଗଲାଣି। ବର୍ତ୍ତମାନ ଯୋଉ ବଡ ପୁଅଟାକୁ ନା ତାକୁ ଯୁବରାଜ ଦେଇଦେଲେ। ତ ନାରଦ ଯେ ପତ୍ନୀର ଯୋଉ ମରିଲେ ଶ୍ରାଦ୍ଧ ପାଇଁ ଆସିବାକୁ ପଡିବ, ତ ସେ ନଦୀରେ ଠିଆ ହେଇଛନ୍ତି, ତିଳାଞ୍ଜଳି କରୁଛନ୍ତି। ନଦୀର ବାଢ ଆସିଲା। ବାଢ ଆସିଲା ପରେ ନାରଦ ଭାସିଗଲେ। କେହି ହେଲେ ରକ୍ଷା କରୁନାହାନ୍ତି। କହିଲେ କେତେ ସ୍ୱାର୍ଥୀ ଲୋକ ଯାକ ହେ। ମୁଁ ଯେତେବେଳେ ନଦୀ କୂଳକୁ ଆସିଲି ସେତେବେଳେ ମତେ କଳସ ଦେଇକି ହାତୀରେ କଲେ ରାଜା ହେବେ। କାରଣ ଏବେ ମୋ ବଡ ପୁଅକୁ ରାଜା ପାଇଯାଇଛନ୍ତି, ମତେ ବିଲକୁଲ ପଚାରୁନାହାନ୍ତି। ମୋ ସ୍ତ୍ରୀ ମଲାଣି, ମୁଁ ଦୁଃଖୀ ଅଛି। କାନ୍ଦୁଛନ୍ତି, ଲିଟରାଲି ନାରଦ କାନ୍ଦୁଛନ୍ତି। ଆଉ ଦେଖିଲେ କି ଏତେ ସ୍ୱାର୍ଥ ଲୋକ ସବୁ। ଆଉ ଭାସୁଛନ୍ତି, ମତେ ରକ୍ଷା କର, ରକ୍ଷା, କେହି ରକ୍ଷା କରୁନାହାନ୍ତି। ତାପରେ କୂଳକୁ ଆସିଲା ପରେ कमंडल देखले और भगवान कृष्ण हंसुचने। कहले क्या नारद जी, 5 मिनट हुआ अब पानी नहीं लाए, और देखा कि कहाँ आप चले गए तो मैं आया। क्या, मेरा राज्य, मेरा बेटा, ना पहले आप आइए, हाथ पकड़िए मेरा। हम्म, वो जो कमंडल है वो पानी दीजिए, मैं थोड़ा पी लेता हूँ। कौन को राज्य कथा कौन? अरे वो आपण जानना, मो राजा थिले, मो रानी मरीगला पर मो श्राद्ध। नारद जी, आमे बुलुथिले एटा मन अछि कि नाही? ना, हाँ, रेगिस्तान रे, हाँ, बस ମୁଁ ପାଣି ପଠେଇଲି। ହଁ, ଏ 5 ମିନିଟରେ ଆପଣ 50-60 ବର୍ଷର ରାଜ୍ୟ, ରାଣୀ, ବାହାଘର ଏସବୁ ଦେଖିଛନ୍ତି, ଯୁଦ୍ଧ ବି କରିଛନ୍ତି। ଏଇଟା ହିଁ ମୋର ମାୟା। ମାର୍କଣ୍ଡେୟ ପୁରାଣରେ ମଧ୍ୟ, ଜଗନ୍ନାଥ କଥାରେ ମଧ୍ୟ, ଭାଗବତରେ ମଧ୍ୟ ମାର୍କଣ୍ଡେୟଙ୍କ ବିଷୟରେ ବର୍ଣ୍ଣନା ଅଛି। ମାର୍କଣ୍ଡେୟ ମାୟା ଦେଖିବା ପାଇଁ ଚାହୁଁଥିଲେ। କହିଲେ ଠିକ ଅଛି, ଭଗବାନ କହିଲେ ଦେଖେଇଦବା। ସୁଖଦେବ जी ଚାଲାକ, ସେ କହୁଛନ୍ତି ମୁଁ ମାୟା ବିଲକୁଲ ଦେଖିବିନି, ମୋର ଦରକାର ନାହିଁ। କାରଣ ମୁଁ ଜାଣିଛି ମାୟା ଦେଖିଲା ମାନେ ମନୁଷ୍ୟ ବାନ୍ଧି ହେଇଯିବ। ତ ମାର୍କଣ୍ଡେୟ ତାଙ୍କର ଆଶ୍ରମରେ ଧ୍ୟାନ କରୁଥାନ୍ତି, ହଠାତ୍ ପବନ ହେଲା ଏବଂ ପ୍ରଳୟ ହେଇ ଚାଲିଲା। ପ୍ରଳୟ ହେଇଗଲା, ସମୁଦ୍ରରେ ଭାସି 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 ଦେଖିଲେ ଗୋଟେ ବରଗଛ ଉପରେ ଗୋଟେ ପତ୍ରରେ ଗୋଟେ ବାଳକଟେ ଅଛି। ଦେଖିଲେ ଏବଂ ଭଗବାନ ବିଷ୍ଣୁ ପ୍ରକଟ ହେଇଗଲେ। ବାଳକ ଅଲଗା, ଭଗବାନ ବିଷ୍ଣୁ ଅଲଗା। ଏ ଜଗନ୍ନାଥ କଥା ଅନୁସାରେ, ପୁରୁଷୋତ୍ତମ ମହାତ୍ମ୍ୟରେ ମୁଁ ପଢୁଥିଲି ଏବେ, ଭାଗବତରେ ବି ଟିକେ ସେୟା ରହିଛି। ଦେଖିଲେ ତମେ, ନା ବର୍ତ୍ତମାନ ମୁଁ କୂଳ କୂଳ ପାଉନି ପ୍ରଭୁ, ଏ କୋଉଠି କଣ କିଛି ଜାଣିପାରୁନି। ନାଇଁ, ସେ ବରଗଛ ତଳକୁ ଯାଅ, ସେ ଯୋଉ ବାଳକ ଅଛି ତା ବାଳକ ତମକୁ ରକ୍ଷା କରିବ। ଭଗବାନ ଅଦୃଶ୍ୟ ହେଇଗଲେ। ଇଏ ସେଇଠି ଗଲାକୁ ବାଳକର ମୁହଁରେ ପ୍ରବେଶ କଲେ। ବାଲମ ମୁକୁନ୍ଦମ ମନସା ସ୍ମରାମି। ପ୍ରବେଶ କରିକି ମୁଖରେ, ଉଦରରେ କେତେ କଣ ବୃକ୍ଷ ଲତା, ବିଶ୍ୱ ବ୍ରହ୍ମାଣ୍ଡ, ସପ୍ତଲୋକ ତଳେ, ସପ୍ତଲୋକ ଉପରେ କେତେ କଣ ସବୁ ଦେଖିଲେ। ଆଶ୍ଚର୍ଯ୍ୟ ହେଇଗଲା ରେ। ତାପରେ ବାଳକର ମୁହଁରୁ ବାହାରି ଆସିଲା ପରେ ପ୍ରଳୟ, ଭଗବାନଙ୍କୁ ସ୍ତୁତି କଲେ, ପ୍ରଭୁ ଇଏ କିଛି ଜାଣି ହଉନି कि ये सब कौन प्रभु। तो भगवान कहले देखो, ये ही मोर माया। तुम्हें माया ପାଇଁ ଦେଖିବା ପାଇଁ ଚାହୁଁଥିଲ ନା? ନା ହଁ, ନା ଇଏ ମୋର ମାୟା। तो ये माया को तुम्हें जानो, भगवान बतेଇଲେ। तो ये माया अचिंत्य शक्ति 151। ମୁଁ ଜଷ୍ଟ ଜାଣି ବୁଝିକି ଗୋଟେ ଷ୍ଟୋରିଟେ ଆରମ୍ଭ କଲି, ଦିଟା ଷ୍ଟୋରି ହେଇଗଲା। ବର୍ତ୍ତମାନ ବୁଝିବା। अचिन्त्य रचना शक्ति, अचिन्त्य रचना शक्ति
बीजं मायेति निश्चिनो। बीजं मायेति निश्चिनो। माया बीजं तदेवैकम्। माया बीजं तदेवैकम्। सुषुप्तावनुभूयते। सुप्तावनुभूयते। ये जो माया रो ना, ये अचिंत्य शक्तिर बीज ये। अचिंत्य शक्ति किछि कौन कौन सब कल्पना कर परियो। आपण देखुनांती आपणको मन भितर आपण बसଛନ୍ତି, मन बहुत कल्पना करछि कि ना, मन याड गला सियाड गला सियाड गला सियाड गला, କୁଆଡେ କଣ ଚାଲି ଯାଉଛି ଜାଗ୍ରତ ଅବସ୍ଥାରେ। ଆପଣ ବିଚାର, ଆପଣମାନେ ଏତେ ବିଚାର କରିପାରୁନଥିବେ। ମାନେ ମୁଁ ଆପଣମାନଙ୍କୁ କହୁନି, ଯିଏ ମନୁଷ୍ୟ ବିଚାର କରିପାରିବନି, କାରଣ ସେ କର୍ମରେ ବ୍ୟସ୍ତ ଯେତେବେଳେ ରହିବ, ପ୍ରାୟୋରିଟି ତା ପାଇଁ କର୍ମ, ବାସନା ବହୁତ, ବାସନା ହେଲେ ବିଚାର କରିପାରିବନି। ଦେଖୁନାହାନ୍ତି ବ୍ରହ୍ମା ମଧ୍ୟ ଭାଗବତରେ କହୁଛନ୍ତି, ବେଟା ତମେ ଯୋଉ ପ୍ରଶ୍ନ ପଚାରୁଛ ମୁଁ ଏତେ ଉତ୍ତର ଦେଇପାରିବିନି, କାହିଁକି ନା ମୁଁ କର୍ମ ବାହୁଲ୍ୟମ୍, କର୍ମରେ ବ୍ୟସ୍ତ ଅଛି। ଯିଏ ଟିକେ କର୍ମରୁ ନିବୃତ୍ତ ହବ ନା, ସିଏ ଟିକେ ବିଚାର କରିପାରିବ। ବିଚାର ସତ୍ୱ ଗୁଣ, କର୍ମର ରଜସ ଗୁଣ। ରଜସ ଗୁଣ ହେଲେ ସତ୍ୱ ଗୁଣ ଆସିପାରିବନି। 14 ଅଧ୍ୟାୟରେ ଦେଖିଲେ ଆମେ। ତେଣୁ ମନୁଷ୍ୟ ଯେତେବେଳେ କର୍ମରୁ ନିବୃତ୍ତ ହବ, ସେଥିପାଇଁ ବାରମ୍ବାର କହେ ଟିକେ ମୌନ ରୁହନ୍ତୁ, ଧ୍ୟାନ କରନ୍ତୁ, ଜପ କରନ୍ତୁ, ନାମ ସ୍ମରଣ କରନ୍ତୁ। ଦେନ୍ ସାତ୍विକ ଗୁଣ ଆସିବ, ଦେନ୍ ବିଚାର ଆସିବ। ମାୟାକୁ ଦୂର କରିବା ପାଇଁ ଏକମାତ୍ର ଉପାୟ ବିଚାର ନ ସହତେ। ବିଚାର ସେ ସହନ କରିପାରିବନି। ଅଚିନ୍ତ୍ୟ ରଚନା ଶକ୍ତି ବୀଜର ମାୟା। ଏଇ ମାୟା ସୁଷୁପ୍ତିରେ ବି ଆମେ ଅନୁଭବ କରୁଛୁ କି ନାହିଁ? ହୁଁ? ସୁଷୁପ୍ତିରେ ଆମେ କହୁଛୁ ଆମେ କିଛି ଜାଣିନେ। ଜାଗ୍ରତରେ ମାୟା, ମାନେ ମନ ଆକ୍ଟିଭ। ମାୟାର କିଏ ଖେଳ ଦେଖିଲେ ବିଚାର କରୁଛନ୍ତି ନା? ଜାଗ୍ରତରେ ପୁରା ଆକ୍ଟିଭ, ସ୍ୱପ୍ନରେ ସବ୍ ଆକ୍ଟିଭ, ସୁଷୁପ୍ତିରେ ଇନଆକ୍ଟିଭ। ଏସବୁ ମାୟାର ଖେଳ। ଏତେ ସିଷ୍ଟମାଟିକ କିଛି କହିହବନି, ଜାଣି ହବନି। ଯୋଉ ମନ ଜାଗ୍ରତ ଅବସ୍ଥାରେ ଏତେ ଆକ୍ଟିଭ, ସେ ଶୋଇପଡୁଛି କେମିତି? କିଛି ହେଲେ କରୁନି, ନଥିଙ୍ଗ। ମାୟାର ପ୍ରଭାବ, ତମ ଗୁଣ। ବର୍ତ୍ତମାନ 152ରେ କହୁଛନ୍ତି ମାୟା ରୁ ହିଁ ଏ ଜଗତଟା ତିଆରି ହଉଛି। ଜଗତ ବୀଜ କୋଉଟା? ମାୟା। ଯେମିତି ମଞ୍ଜିରୁ ବିରାଟ ବରଗଛ ଗଛ ହଉଛି, ସେମିତି ମାୟାର ଅଚିନ୍ତ୍ୟ ଶକ୍ତିରୁ ଏ ଜଗତଟା ତିଆରି ହଉଛି। ତେଣୁ ୟା ତ ଭଗବାନଙ୍କର ବିଭୂତି ଦେଖନ୍ତୁ ସବୁଆଡେ, ଯତ ଦିକ ତେତେ ଶ୍ୟାମମୟ। ଭଗବାନ କୃଷ୍ଣ କେଶୁ କେଶୁ ଭାବେଶୁ ଚିନ୍ତ୍ୟସି ଭଗବାନ ମାୟା, ଖୁଦ ନିଜେ ପ୍ରଶ୍ନ ପଚାରୁଛନ୍ତି 10ମ ଅଧ୍ୟାୟରେ। ଅର୍ଜୁନ, କୋଉ କୋଉ ଭାବରେ ମୁଁ ଆପଣଙ୍କୁ ଚିନ୍ତନ କରେ? ଭଗବାନ କହିଲେ ଏମିତି ଏମିତି ଭାବରେ। ଆକୁ ବିଭୂତି ଯୋଗ କହନ୍ତି। ତା ଆଗରୁ ବି ଭଗବାନ ଟିକେ ହିଣ୍ଟସ ଦେଇ ଦେଇଥିଲେ 7 ଚାପ୍ଟରରେ, 9 ଚାପ୍ଟରରେ ବିଭୂତି ଯୋଗ ବିଷୟରେ। ଦେନ୍ ଭଗବାନ କ୍ଲିୟରଲି ଏଠାରେ ଦଉଛନ୍ତି ବିଭୂତି ଯୋଗ ବିଷୟରେ। ୟା ତ ଭଗବାନଙ୍କର ବିଭୂତି ଦେଖନ୍ତୁ, ଭଗବାନଙ୍କର ହିଁ ଐଶ୍ୱର୍ଯ୍ୟ ଦେଖନ୍ତୁ, ଭଗବାନଙ୍କର ହିଁ ବିବିଧ ରୂପ। ବିଭୂତି ମାନେ କଣ? ବିବିଧ ରୂପେଣ ଭାତି ଇତି ବିଭୂତି। ସେ ହିଁ ହିମାଲୟ, ସେ ହିଁ ଗଙ୍ଗା, ସେ ହିଁ कार्तिक, ସେ ହିଁ ଅଗ୍ନି, ସେ ହିଁ यमराज, ସେ ହିଁ ସବୁ कुछ ଭଗବାନ। ୟା ଦେଖନ୍ତୁ, ୟା ତ ସବୁ କିଛି ମାୟା ଦେଖନ୍ତୁ। ଓହ, ମାୟା ବି ଦେଖିଲେ ଚଳିବ, ହଁ। ମାୟା ଦେଖନ୍ତୁ, କିନ୍ତୁ ଯୋଉ ଇନେନ୍ତ୍ର ଯୋଉ ଚେତନ ତତ୍ଵ ଅଛି ତାକୁ ଛାଡିବେନି। ମାନେ ଚେତନକୁ ଦେଖିବାକୁ ପଡିବ। ୟେସ୍, ଯାହା ମ୍ୟାନିଫେଷ୍ଟେସନ ହଉଛି ତାହା ୟା ତ ଭଗବାନଙ୍କ ରୂପ ଦେଖନ୍ତୁ, ୟା ତ ମାୟା ଦେଖନ୍ତୁ। ଏନି ମ୍ୟାନିଫେଷ୍ଟେସନ, ରୂପ
इज इक्वल टू माया। मगर जो चेतन सत्ता अधिष्ठान वो चेतन है। 152 ରେ କଣ କହୁଛନ୍ତି ଦେଖନ୍ତୁ। କହୁଛନ୍ତି ଯେ ଆମେ ଜାଗ୍ରତ ଅବସ୍ଥା ସବୁ ଦେଖୁଛ ନା। ହଁ, ଜାଗ୍ରତ ସ୍ୱପ୍ନ ଏସବୁ ସୁଷୁପ୍ତିରେ ଲିନ ହଉଛି କି ନାହିଁ? ହଁ, ତ ସାରା ଜଗତ ମାୟାରେ ବି ଲିନ ହଉଛି। 152 ଜାଗ୍ରତ ସ୍ୱପ୍ନ ଜଗତ ତତ୍ର जाग्रत् स्वप्न जगत् तत्र लीनं बीज इव द्रुमः लीनं बीज इव द्रुमः तस्मादशेष जगतः तस्मात् शेष जगतः तस्मादशेष जगतः तस्माद् शेष जगतः वासनास्तत्र संस्थिताः। वासनास्तत्र संस्थिताः। ତିନୋଟି ଅବସ୍ଥା ଆମେ ପ୍ରତ୍ୟେକ ଦିନ ଅନୁଭବ କରୁଛୁ। ଜାଗ୍ରତ ଅବସ୍ଥା, ସ୍ୱପ୍ନ ଅବସ୍ଥା, ସୁଷୁପ୍ତି ଅବସ୍ଥା। ଜାଗ୍ରତ ଅବସ୍ଥା ୱେକିଂ ଷ୍ଟେଟ୍, ସ୍ୱପ୍ନ ଅବସ୍ଥା ଡ୍ରିମ୍ ଷ୍ଟେଟ୍। ସୁଷୁପ୍ତି, ଏ ଯୋଉ ନାଁଟା ସୁଷୁପ୍ତି, ଏ ଶାସ୍ତ୍ରୀୟ ନାଁଟା। ତାକୁ ଆମେ ନିଦ୍ରା କହୁଛୁ। ନିଦ, ଓଡ଼ିଆରେ ନିଦ, ନିଦ୍ରା, ନିଦ୍ରା ମଧ୍ୟ କୁହାଯାଏ। ନିଦ୍ରା ସଂସ୍କୃତ ଶବ୍ଦ, ବହୁତ କମ୍ କହନ୍ତି। ନିଦ କହୁଛୁ। ହିନ୍ଦୀରେ ନିନ୍ଦ, ଇଂଲିଶରେ ସ୍ଲିପ୍। ଯୋଉମାନେ ତିଆରି କରୁଛନ୍ତି ଇଂଲିଶ ବାଲା, ସେମାନେ ଭାବିଛନ୍ତି କି ୟେସ୍, ଯିଏ ମନୁଷ୍ୟ ଜୀବ ଶୋଇବ ସେ ଡିପ୍ ସ୍ଲିପ୍ ଶୋଇବ। ଏଣୁ ନାଁଟା ଦେଇଛନ୍ତି ଡିପ୍ ସ୍ଲିପ୍। ଡିପ୍ ସ୍ଲିପ୍ ଷ୍ଟେଟ୍, ଖାଲି ସ୍ଲିପ୍ ନୁହଁ। କିନ୍ତୁ ଆମମାନଙ୍କର ଜାଗ୍ରତ ଅବସ୍ଥାର ବାସନା ଏତେ ଅଛି ଯେ ଆମର ଡିପ୍ ସ୍ଲିପ୍ ହଉନି ଯେ। ମନେ ଅଛି ନା ନା? ଆଉ ଯୋଉମାନେ ଟିକେ ଏଜେଡ୍ ଅଛନ୍ତି, ବର୍ତ୍ତମାନ ତ ପ୍ରାୟ ସମସ୍ତେ 60 ବର୍ଷ ପରେ ହିଁ 5-6 ଜଣଙ୍କୁ ଛାଡ଼ିଦେଲା ପରେ बड़ा डिफिकल्ट हुए। एक କଥା अमिताभ बच्चन को से छोटे छोटिया छुआ अरुणोदय वाली से आप कितने बजे उठते हैं? तो अमिताभ बच्चन ठीक ठीक कहले, कहले ये प्रश्न का उत्तर देना बड़ा कठिन है मेरे लिए। ना क्यों? अरे बाबा, तुम जब बूढ़े हो जाओगे ना मेरे एज के, तब समझ में आएगा तुमको। ना क्यों, क्या बताइए? अरे नींद 1-2 बजे टूट जाती है, फिर जाना पड़ता है। तो वो लड़का बड़ा सिंपल, कहाँ जाना पड़ता? अरे पेशाब। अच्छा, तो पानी क्यों पीते हो? एटा मुंह टिके जोड़ी दिले से एमती पचारने। अब पानी नहीं पिएंगे तो फिर जो खाना खाए हजम केमते हो? तो पानी पीले जीवक पड़ुଛି, पानी न पीले ଶୋଷ ଲାଗୁଛି। ଗରମ ଦିନରେ ତ ଆହୁରି ବେଶୀ। ତେଣୁ ଯାଇକି ଶୋଇବ। ସେ ଆଉ ଥରେ ଉଠିକି ଗଲା, ଲାଇଟ୍ ଅନ୍ କଲ, ବାଥରୁମ୍ ୱାସରୁମ୍ ଗଲ, ହୁଁ, 1 या 2 କଲ, ଫିର ଆସିଲ, ଏତିକି ହଉ ତ 10-15 ମିନିଟ୍, ଫିର ନିଦ ଆସିବନି। ଫିର ଜବରଦସ୍ତ ପଡ଼ିବ, ଯେନ୍ ଟିକେ ନିଦ ହେଲା, ହଁ, ଆଉ ଥରେ 4ଟା ବେଳକୁ 2 ଘଣ୍ଟା ପରେ ଯୋଉ ପାଣିଟା ପିଇଛ ସିଏ ତାର କାମ କରିବ, କାର୍ଯ୍ୟକ୍ରମ, ସିଏ ଗଲ, ବସ୍ ଉଠିଲା ବେଳକୁ 6ଟା। ତେଣୁ ତୁମେ ମତେ ଯେ ପ୍ରଶ୍ନ ପଚାରୁଛ ସେଟା ମୁଁ କଣ କହିବି? ଉତ୍ତର 6ଟାରେ କହିବି ନା 4ଟାରେ କହିବି ନା 2ଟାରେ କହିବି? ସତ କଥା ବୋଧେ, ଯୋଉ ଆପଣ ବି ଅନୁଭବ କରିପାରୁଥିବେ। କିନ୍ତୁ ଯେତେବେଳେ ଇଂଲିଶରେ ତିଆରି ହେଲା, ବଡ ଇଣ୍ଟରେଷ୍ଟିଂ। ସଂସ୍କୃତରେ ମଧ୍ୟ ସୁସୁପ୍ତି, ସୁ ମାନେ ଉତ୍ତମ, ସୁପ୍ତି ମାନେ ଶୋଇବା, ସ୍ଲିପ୍। ଉତ୍ତମ ଶୋଇବା ମାନେ ଥରେ ଶୋଇଲା ମାନେ 5-6 ଘଣ୍ଟା। ସତରେ ସିଏ ବହୁତ ପୁଣ୍ୟବାନ ବ୍ୟକ୍ତି ଯେ ଥରେ ଶୋଇକି 5-6 ଘଣ୍ଟା କଣ୍ଟିନ୍ୟୁ କରି ଆଉ ନିଦ ହବନି। ସ୍ୱପ୍ନ ହେଇପାରେ କିନ୍ତୁ ଜାଗ୍ରତକୁ ଆସିବନି। ଫ୍ରେଶ, ଥରେ ନିଦ ହେଇଗଲା 5-6 ଘଣ୍ଟା କଣ୍ଟିନ୍ୟୁସ୍, ଫ୍ରେଶ ଆଉ ଜମାଇ ଆସିବନି, କିଛି ନାହିଁ, ଫ୍ରେଶ ଲାଗିବ। ଏ ବड़ा ଡିଫିକଲ୍ଟ। କେବେ କେମିତି ହୁଏ, ଯଦି ଆପଣ ଦିନ ବେଳେ ଥକି ଯାଇଥିବେ, କାମ କରିଥିବେ, ନିଦ ହେଇଯିବ।
ସବୁଦିନ ମନୁଷ୍ୟ ତ ନିଜେ ଥକେନି, କିନ୍ତୁ ଯେଉଁମାନେ ମଜଦୁର ମାନେ ସେମାନଙ୍କୁ ନିଦ ବଢ଼ିଆ ହେଉଛି, ଖାଆନ୍ତି ମସ୍ତରେ। ଆଉ ଯେଉଁମାନଙ୍କର ଅଭ୍ୟାସ ହେଇଗଲାଣି ନା ଏ ମଦ ପିଇବାଟା, ମଦ ପିଇଲେନି ଆଉ ନଶା ଆସେ ଶରୀରକୁ, କ୍ଳାନ୍ତ କରାଇଦିଏ, ଶୋଇ ଦିଏ। ସେଥିପାଇଁ ସେମାନେ ମଦ ପିଅନ୍ତି, ଛାଡ଼ି ପାରନ୍ତିନି। କାରଣ ଆମେ ଛାଡ଼ିବା ମୁଣ୍ଡ ବଥେଇବ, ଆମର ନିଦ ହବନି, ହଜମ ବି ହବନି। ସେ ଶରୀର ସିଷ୍ଟମ ସବୁ ତିଆରି ହେଇଛି। ଏବଂ ଯେଉଁମାନେ ମାଛ ମାଂସ ବି ଖାଉଛନ୍ତି ଅଲ୍ ଅନ୍ ସଡନ୍ ଛାଡ଼ିବେ। ଯେଉଁମାନେ ସ୍ଲିପିଂ ପିଲ୍ ଖାଉଛନ୍ତି ଛାଡ଼ିଦେବେ, ନିଦ ହବନି। ଯେଉଁମାନେ ପିଆଜ ରସୁଣ ଖାଉଛନ୍ତି, ଯଦି ଅଲ୍ ଅନ୍ ସଡନ୍ ସାଦା ଦିଆଯିବ, ସିଏ କାହା ପାଟିକୁ ଏମିତି ଏମିତି ଲାଗୁଛି, ପାଣିଚିଆ ପାଣିଚିଆ, କି ଗୋଟେ ସ୍ୱାଦ ନାହିଁ, ମସଲା ନାହିଁ, କିଛି ନାହିଁ। କାରଣ ପିଆଜ ରସୁଣରେ ତେଲ ମସଲା ଦେଇକି ତାର କଷା କଲେ ତାର ଗୋଟେ ଟେଷ୍ଟ ହୁଏ। ସାଦା ଯେତେବେଳେ ଖାଇବେ ଟେଷ୍ଟ ବି ହବନି। ତେଣୁ ଦେଖ, ନିଦ ଉପରେ ସବୁ ନିର୍ଭର କରୁଛି। ତ ପ୍ରଥମ ମୁନି ଋଷି ମାନେ ସୁଷୁପ୍ତି, ଆମେ ସୁଷୁପ୍ତି ବ୍ୟବହାରରେ ୟୁଜ କରୁନୁ। କାହିଁ କରୁନୁ? ହଉନି ତ କରିବ କଣ, ହେଲା ଡିପ୍ ସ୍ଲିପ୍। ତେଣୁ କିଏ ବି ଆଜିକାଲି ବି ଇଂଲିଶରେ ଡିଡ୍ ୟୁ ସ୍ଲିପ୍ ପ୍ରପରଲି, ଡିଡ୍ ୟୁ ଡିପ୍ ସ୍ଲିପ୍ ପ୍ରପରଲି, କେହି ପଚାରୁନାହାନ୍ତି। ଡିଡ୍ ୟୁ ସ୍ଲିପ୍ ଓରିଜିନାଲ ଡିପ୍ ସ୍ଲିପ୍। ଦେଖନ୍ତୁ ଏ ମନର ଇଏ ମାୟାର ବଡ଼ ସୁନ୍ଦର ଚିତ୍ରଣ। ଜାଗ୍ରତ ଅବସ୍ଥାରେ ମନ ଅଛି, ସବୁ ଯାରା ଜଗତ ଅଛି। ମାଇଣ୍ଡ ଇଜ୍ ଦେୟାର, ୱାର୍ଲଡ ଇଜ୍ ଦେୟାର। ସ୍ୱପ୍ନ ଅବସ୍ଥାରେ ମନ ଝରକା ନାହିଁ, ଇନ୍ଦ୍ରିୟ ନାହିଁ, କିନ୍ତୁ ମନ ତା ବାଟରେ ସେ ତାର ଚଲେଇଛି। ଜାଗ୍ରତ ଅବସ୍ଥାୟାଃ जो अनुभव होची संस्कारजः प्रत्ययः स्वप्न अवस्था। ଜାଗ୍ରତ ଅବସ୍ଥାର ଯୋଉ ଅନୁଭୂତି ହେଇଛି ସେଟା ସଂସ୍କାର ହେଇକି ରହିଯାଇଛି, ସେଇଠୁ ସେ ଉଦ୍ଭୂତ ହଉଛି। ପ୍ରୋଦ୍ଭୂତ ଗୋଟେ ଶବ୍ଦ ଥିଲା। ଆଉ ସୁଷୁପ୍ତିରେ କିଛି ନାହିଁ, ଶାନ୍ତ ମନ। ସ୍ୱାମୀଜୀ ସମାଧିରେ ମଧ୍ୟ ଶାନ୍ତ ମନ ନା? ହଁ, ସମାଧିରେ ମଧ୍ୟ ଶାନ୍ତ ମନ, ସୁଷୁପ୍ତିରେ ବି ଶାନ୍ତ ମନ, କିନ୍ତୁ ସୁଷୁପ୍ତି ତାମସିକ ଆଉ ସମାଧି ପ୍योर ସାତ୍विକ। ତେଣୁ ଜାଗ୍ରତ ଅବସ୍ଥା ଆଣ୍ଡ ସ୍ୱପ୍ନ ଅବସ୍ଥା ଦୁଇଟା ଯାକ ଲିନ ହଉଛେ ସୁଷୁପ୍ତିରେ। ଯଦି ଆପଣ ଶୋଇଛନ୍ତି ଜାଗ୍ରତରେ ଆସିଗଲେ, ଆଉ ସୁଷୁପ୍ତି ଡିଫିକଲ୍ଟ। 2-3 ଘଣ୍ଟା ଶୋଇଛନ୍ତି, ଫିର ଭାଙ୍ଗିଗଲା ନିଦ। ତ ଜାଗ୍ରତ ଆଉ ସ୍ୱପ୍ନ ଦୁଇଟା ଯାକ ଲିନ ହଉଛେ ସୁଷୁପ୍ତିରେ। ଯେମିତି ବିରାଟ ବୃକ୍ଷ ଲିନ ହଉଛି ବୀଜରେ, ବୀଜରୁ ହିଁ ଆସିଛି। ଆଚ୍ଛା, ଯୋଉ ସ୍ୱପ୍ନ ବି ହଉଛି, ମେଡିକାଲ ସାଇନ୍ସ ମାନେ ସାଇକ୍ରାଟ୍ରିଷ୍ଟ ମଧ୍ୟ କହୁଛନ୍ତି ବହୁତ କମ ସମୟ, 2-3 ମିନିଟର ହୁଏ, କିନ୍ତୁ ଦେଖାଯାଏ ପୁରା 3-4ଟା ପିଢ଼ି, ଜେନେରେସନ। ତ ଇଏ ହଉଛି ସୁଷୁପ୍ତି କଥା, ତ ଲିନ ହଉଛି। ଆଚ୍ଛା, ବର୍ତ୍ତମାନ କହୁଛନ୍ତି ଏ ଯୋଉ ଜଗତଟା ଆମେ ଦେଖୁଛୁ, ଇଏ ମାୟାରୁ ହିଁ ଉତ୍ପନ୍ନ, ସଂସ୍କାରରୁ ହିଁ ଉତ୍ପନ୍ନ, ବାସନାରୁ ହିଁ ଉତ୍ପନ୍ନ। ଜାଗ୍ରତ ଅବସ୍ଥାରେ ବାସନା ଉଦ୍ଭୂତ ହେଇଯାଉଛି, ସୁଷୁପ୍ତିରେ ବାସନା ଦବି ଯାଉଛି, लीन हो जाଉଛି। और स्वप्नर वासना एडजस्ट ମଧ୍ୟ ହେଉଛି, ସ୍ୱପ୍ନରେ ମଧ୍ୟ ଏଡଜଷ୍ଟ ହେଉଛି। ତ ମାୟାର ଯୋଉ କାର୍ଯ୍ୟ, ମାୟା ଯୋଉ ଫଙ୍କସନ କରିବ, ବୁଦ୍ଧିରେ ବାସନା ହେଇକି ସେ ତିଆରି ହବ। ଯେମିତି ପ୍ରଥମ ଥର ପାଇଁ ଜଣେ ରାଣୀକୁ ହଉ ବା ରାଜକୁମାରୀକୁ ଦେଖିବା ପାଇଁ ହେବେ, ଦେନ୍ ସେ ପୁରା ସୁନ୍ଦର ଡ୍ରେସ୍ ପିନ୍ଧିକି ବାହାରିବ, ଦେନ୍ ଆମେ ଦେଖିବା। ବା ପ୍ରଥମ ଥର ପାଇଁ ଡ୍ରାମାରେ ରାମ ଲକ୍ଷ୍ମଣ ସୀତାଙ୍କର ରୂପ ଦେଖିଲେ, ଶିବଜୀ ଶିବରାତ୍ରି ଶିବଜୀଙ୍କ ରୂପ ଦେଖିଲେ, ସେମିତି ମାୟାର ଯୋଉ ରୂପ ଅଛି ନା, ସେ ବୁଦ୍ଧି ଭିତରେ, ମନ ଭିତରେ ବାସନା ହିଁ ମ୍ୟାନିଫେଷ୍ଟ ହବ। ବ୍ୟଷ୍ଟି ବାସନା और समष्टि वासना,
व्यष्टि वासना माया मान अविद्या, और समष्टि वासना माया। माया तो प्रकृति विद्धि। এই কথাটা କହୁଛନ୍ତି। 153 ଏ ବୁଝଉଛନ୍ତି ଦେଖ, ତମେ ଏଇ ସାଇନ୍ସଟା ଜାଣ। ମାୟା ମାନେ କଣ? ଆମେ ତ ଏମିତି କହିଲେ ମାୟା କିଛି ନାହିଁ, ନାଇଁ କିଛି ନାହିଁ। ଯେତେବେଳେ କାମ କରିବା ପାଇଁ ହଉଛି ନା, कार्यानुमेय, ସେତେବେଳେ ବୁଦ୍ଧିରେ ବାସନା ହେଇକି ଆସୁଛି। ବାସନା କେମିତି ଆସିଲା? ସଂସ୍କାରରୁ। ଓ ଚକ୍ରଟା ମନେ ପକାନ୍ତୁ, ଅଷ୍ଟଚକ୍ର। କର୍ମ, ଫଳ, ଭୋଗ, संस्कार, वासना, संकल्प, विचार, कामना या भावना, अष्टचक्र। तो आमर संस्कार ହିଁ ବାସନାଟା ତିଆରି ହେଉଛି। ସଂସ୍କାର କର୍ମରୁ ଭୋଗରୁ ତିଆରି ହେଉଛି। ସଂସ୍କାର ଯେତେବେଳେ ରହୁଛି ସିଏ, ତାକୁ ବାସନା କହନ୍ତି। ଫେର ବାସନା ଅନେକ ଜନ୍ମ ଧରିକି ରହିବ ସିଏ। ଯେତେବେଳେ ସେ ପରିପକ୍ୱ ହବ, ସେତେବେଳେ ସେ ସଂକଳ୍ପ ହେଇକି ପରିପକ୍ୱ ହବ। ତେଣୁ ବୁଦ୍ଧି ଭିତରେ ବା ମନ ଭିତରେ ବାସନା ହିଁ ଯୋଗୁ ଚୈତନ୍ୟ ପ୍ରତିବିମ୍ବ ହବ ଏବଂ ସେ ଚିଦାଭାସ ହେଇକି ଜନ୍ମ ହବ। ଏ କଥାଟା ବୁଝୁ। ପ୍ରଥମେ ମନେ ଅଛି ନା, ଅ, ଏଇ ଅଧ୍ୟାୟର ଷଷ୍ଠ ଅଧ୍ୟାୟର ଷ୍ଟାର୍ଟିଂରେ ଚାରୋଟି ଜିନିଷ କହିଥିଲେ। କଣ କଣ ସ୍ୱାମୀଜୀ ଆପଣ କଣ କହିବା ପାଇଁ ଚାହୁଁଛନ୍ତି? ଆରେ ଚାରୋଟି ଜିନିଷ କହିଥିଲେ। କୋଉ ଚାରୋଟି ଜିନିଷ? ନା, କହୁନାହାନ୍ତି। କହୁଛି ବାବା, 18 ନମ୍ବର ଶ୍ଲୋକରେ, ଯାହା ପାଖରେ ବହି ଅଛି ଦେଖିବେ। कूटस्थ नंबर 1, ब्रह्म नंबर 2, जीवेश ईश्वर, जीव एंड ईश्वर। कूटस्थ ब्रह्म, जीव ही चिदाभास कहते एवं ईश्वर। कूटस्थ ब्रह्म जीव ईश्वर चारि प्रकार ताके एग्जांपल रे कहला। कूटस्थ इज इक्वल टू घटाकाश, ब्रह्म इज इक्वल टू महाकाश, जीव इज इक्वल टू जलाकाश, ईश्वर इज इक्वल टू मेघाकाश। एटा कहला। तापरे स्टार्टिंग रे एई अध्यायर चारोटी एग्जांपल देके कहला, मन अच्छे? किसी मन ना आपन कहया पड़े। अच्छा, ये जो कानवास ना, जो परदारे जोटा हुए, फर्स्ट होची धौत। धौत माने शुभ्र वस्त्र, शुद्ध वस्त्र। से होची ब्रह्मा, ब्रह्म परमात्मा। तापर होची घटित। घटित माने अंतर्यामी। घटित माने कौन ना, जिते दिया जाए, जो मंड दिया जाए। तापर लांछित। लांछित होची अच्छा, घटित जोटा कि सेटा होची अंतर्यामी, और लांछितटा होची सूत्रात्मा माने हिरण्यगर्भ। एंड तापर जो रंजित हो गला ना, माने पूरा हो गला कलर, चित्र हो गला, सेटा होची विराट। श्लोक नंबर 2 रे ही अच्छी ये अध्याय चित्रदीप रो। यथा धौतो घटितश्च लांछितो रंजित पटः चित अंतर्यामी सूतात्मा विराट च आत्मा तथा रहते। 2 नंबर बतेले। चारोट मन रखता नो। चित ब्रह्म, अंतर्यामी, सूत्रात्मा, विराट। एवं 18 नंबर जो श्लोक जीवा,
ସେତେବେଳେ କହୁଛନ୍ତି କୂଟସ୍ଥ ବ୍ରହ୍ମ ଜୀବ ଏବଂ ଈଶ୍ୱର। ତାର ଏକ୍ଜାମ୍ପଲ କେମିତି ନେବେ? ଘଟାକାଶ, ମହାକାଶ, ଜଲାକାଶ, ମେଘାକାଶ। ମହାକାଶ ଭିତରେ ସେ ବୁଝେଇବା ପାଇଁ ଚାହୁଁଛନ୍ତି ନା କଣ? ନା ମେଘାକାଶ କଣ? ଦେଖନ୍ତୁ ଘଟାକାଶ କଣ? ଘଟ ଗୋଟେ ରଖନ୍ତୁ, ଆଣନ୍ତୁ, ଯୋଉଟା ପାଣି ନାହିଁ, ସେଟା ଘଟାକାଶ। ପାଣି ଯେତେବେଳେ କରିଦେବେ ତ ପାଣିରେ ଆମେ ଆକାଶ ଦେଖିପାରୁଛେ ନା ନାଇଁ? ନା ମୁଁ ତ କେବେ ଦେଖିନି। ନା ଦେଖ, ପାଣି ଯେତେବେଳେ କରିବ ତ ମୁହଁଟା କରିବ ଓ ଆକାଶ ଥିବ, ତାପରେ ମୁହଁଟା ପଡ଼ିବ। ତେଣୁ ଗୋଟେ ହଉଛି ଘଟାକାଶ, ଆଉ ଗୋଟେ ହଉଛି ଜଳାକାଶ। ଦେଖିଲେ ମହାକାଶ ଯୋଉ ଅରିଜିନାଲ ଆକାଶ, ହଁ। ଆଉ ଗୋଟେ ହଉଛି ମେଘାକାଶ। ଏ ମହାକାଶର ଯୋଉ ମେଘମଣ୍ଡଳ ଅଛି ନା, ସେ ମେଘମଣ୍ଡଳରେ ମଧ୍ୟ ଜଳ ଥାଏ। ସେ ଜଳର ଯୋଉ ପ୍ରତିବିମ୍ବ ହୁଏ ତାକୁ କହନ୍ତି ମେଘାକାଶ। ତ ମେଘାକାଶକୁ ଯୋଡ଼ିବା କେମିତି? ଈଶ୍ୱର ସହିତ। ଏଇଟା ବୁଝେଇଲେ। ଆଉ ଜଳାକାଶକୁ ଜୀବାତ୍ମା, ଘଟାକାଶ କୂଟସ୍ଥ ବ୍ରହ୍ମ, ଆଉ ରିଏଲି ମହାକାଶ ବ୍ରହ୍ମ। ତ ଏସବୁ ପଏଣ୍ଟ ଆଗରୁ କହିଦେଇଥିଲେ, ଏବେ ତ ମଝିରେ ଏତେ ସବୁ ଅଲଗା ଅଲଗା ସମୟ ଚାଲିଗଲା। ଡୋଣ୍ଟ ୱରି। ଏଇଟା ହିଁ କାରଣ ଅଲଗା ଅଲଗା ଯୋଉ ଦର୍ଶନ ସମସ୍ତେ ନିଜ ନିଜ ଆତ୍ମା ବିଷୟରେ, ଜଗତ ବିଷୟରେ, ମାୟା ବିଷୟରେ କହିଲେ, ସେଟା ମୌକା ଦିଆଗଲା। ବର୍ତ୍ତମାନ ବେଦାନ୍ତ କହୁଛି ୟା ବୁଦ୍ଧି ବାସନାସ୍ତାସୁ, 153, ପଢିଲେ ବୋଧେ? ୟା ବୁଦ୍ଧି ବାସନାସ୍ତାସୁ या बुद्धि वासनास्तासु చైతన్యం ప్రతిబింబతి चैतन्यं प्रतिबिम्बति। మేఘాకాశవదస్పష్ట मेघाकाशवदस्पष्ट చిదాభాసోనుమీయతాం. चिदभासोऽनुमीयता। ଏ ଏ ଯୋଉ ଚିଦାଭାସ ଜୀବ କେମିତି ଉତ୍ପନ୍ନ ହଉଛି, ଏ ଦୀର୍ଘଦୃଶ୍ୟ ବିବେକର ଶ୍ଲୋକଟେ କହିଦେଇଛନ୍ତି, ବଡ ପ୍ରସିଦ୍ଧ। ସାକ୍ଷିଣ ପୁରତଃ ଭାନମ୍ ଲିଙ୍ଗ ଦେହେନ ସଂୟୁକ୍ତମ୍। ଲିଙ୍ଗ ଦେହ ମାନେ ମନ, ଏଇଟାରେ ହିଁ ବାସନା ହୁଏ। ସଂୟୁକ୍ତ ହେଲେ ଚିତିଚ୍ଛାୟା ସମାବେଶାତ୍ ଜୀବ ସ୍ୟାଦ୍ ବ୍ୟାବହାରିକଃ। ତାର ବୁଦ୍ଧିରେ ଯୋଉ ବାସନା ଅଛି, ଆଚ୍ଛା, ବ୍ୟଷ୍ଟି ବୁଦ୍ଧି ବା ବ୍ୟଷ୍ଟି ମନ, ସେ ସମଷ୍ଟି ମନକୁ ହିଁ ହିରଣ୍ୟ ଗର୍ଭ କହୁଛନ୍ତି, ମହତ୍ତତ୍ଵ। ଚିଦାଭାସ ମେଘାକାଶ ଭଳିଆ ସ୍ପଷ୍ଟ। ଏଟା ଅନୁମାନ କରିବ, ଜାଣିବ ତମେ। ଯୋଉଟା 20 ନମ୍ବର ବି କହିଲେ, ମହାକାଶସ୍ୟ ମଧ୍ୟ ୟନ୍ମେଘ ମେଘମଣ୍ଡଳ ମିକ୍ଷତେ ପ୍ରତିବିମ୍ବତୟା ତତ୍ର ମେଘାକାଶ ଜଳେ ସ୍ଥିତଃ। ଏମିତି କ୍ଲିୟର ସମझ, ଏଟା ଟିକେ ବୁଝିହେଲାନି। ଦେଖ, ଭେରି ସିମ୍ପଲ। କଣ? ଗୋଟେ ହଉଛି ଜୀବାତ୍ମା, ଗୋଟେ ହଉଛି ଈଶ୍ୱର। ବ୍ୟଷ୍ଟି ମାୟାକୁ ଧାରଣ କଲେ ଜୀବାତ୍ମା ହୁଏ, ସମଷ୍ଟି ମାୟାକୁ ଧାରଣ କଲେ ଈଶ୍ୱର ହୁଅନ୍ତି। ଏ କଥାଟା 154ରେ କହୁଛନ୍ତି। ତେଣୁ କ୍ଲିୟର ହେଇଯିବ। 154, ଆକାଶ ଗୋଟିଏ, ଯେତେବେଳେ ସେ ଘଟରେ ଆସିଯିବ ଘଟାକାଶ ହେଇଯିବ। ଜଳ ପୁରେଇ ଦେଲେ ଜଳାକାଶ ହେଇଯିବ। ଜୀବାତ୍ମା କଣ କରୁଛି ନା, ଯୋଉ କୂଟସ୍ଥ ଚୈତନ୍ୟକୁ ଘୋଡେଇ ଦଉଛି। ଆଉ ଈଶ୍ୱର ଯେମିତି ସବୁ ହୃଦୟରେ ଅଛନ୍ତି, ହୃଦୟେଶ ଅର୍ଜୁନ ତିଷ୍ଠତି, ସେମିତି ମେଘମଣ୍ଡଳର ଅନେକ ଜଳ କଣିକା ଅଛି ନା, ନହେଲେ ମେଘ ହବନି। ସେ ଜଳ କଣିକାରେ ମଧ୍ୟ ଆକାଶ ଅଛି। ପ୍ରତ୍ୟେକ ଜଳରେ ଆକାଶ ପ୍ରତିବିମ୍ବ ହଉଛି, ସେଇଟା ହିଁ ଈଶ୍ୱର। କ୍ଲିୟର କହୁଛନ୍ତି। ଦେଖ, ତମେ ଯଦି ସେଇଟା ବୁଝୁନ, ହଁ, ମାୟାକୁ ଦି ଭାଗରେ ବିଭକ୍ତ କରିଦିଅ, ବ୍ୟଷ୍ଟି ଆଣ୍ଡ ସମଷ୍ଟି। ବ୍ୟଷ୍ଟି ମାୟା ଇଜ ଇକ୍ୱାଲ ଟୁ ଜୀବ, ସମଷ୍ଟି ମାୟା ଇଜ ଇକ୍ୱାଲ ଟୁ ଈଶ୍ୱର। ହଁ, ବ୍ରହ୍ମ, ତମେ ବୁଝିବାକୁ ଗଲେ ବ୍ରହ୍ମ ମାନେ ଚେତନ,
ब्रह्म प्लस व्यष्टि माया, जीवात्मा, ब्रह्म प्लस समष्टि माया, ईश्वर। व्यष्टि माया को कहते अविद्या, अविद्या उपहित चैतन्य जीव। समष्टि माया ମାନେ ପ୍ରକୃତି ମାୟା, ମାୟା ଉପହିତ ଚୈତନ୍ୟ ଈଶ୍ୱର। ଏଇଟା 154ରେ କ୍ଲିୟର କରୁଛନ୍ତି, ଦେନ୍ ବୁଝି ହେଇଯିବ। ଏଇ ମ୍ୟାଥମେଟିକାଲ ଭାଷା ବୁଝି ହବ। ଇଏ ମେଘାକାଶ ଜଳାକାଶ ସାୟଦ ବୁଝି ହଉନଥିବ, ଡଜଣ୍ଟ ମ୍ୟାଟର। ଆପଣ ପ୍ରଥମେ ବୁଝିବା ପାଇଁ ହେଲେ କ'ଣ କରିବେ, ଗୋଟେ ଘଡ଼ାଟେ ଆଣିବେ ବା ମନେ ମନେ ଭାବିବେ ପାଣି ନାହିଁ ଘଟାକାଶ, ତାକୁ କୂଟସ୍ଥ କହିଦେବେ, କାରଣ ସିଏ ଘଟାକାଶ କିଛି ପ୍ରୋବ୍ଲେମ ନାହିଁ। ପାଣି ଯେତେବେଳେ ରଖିବେ, ପାଣିରେ ଯୋଉ ଆକାଶ ହଉଛି ସେଇଟାକୁ କହନ୍ତି ଜଳାକାଶ। ସେ ହଉଛି ଚିଦାଭାସ, ସିଏ ହଉଛି ଜୀବାତ୍ମା। ସେ ପରିବର୍ତ୍ତନ ହବ, ପାଣି ଚେଞ୍ଜ କରିଦିଅନ୍ତୁ ପରିବର୍ତ୍ତନ ହବ, କିନ୍ତୁ ଘଟାକାଶ ପରିବର୍ତ୍ତନ ହବନି। ଏ ପାଣିଟା କ'ଣ କରୁଛି ନା, ଯୋଉ ଘଟାକାଶକୁ ଲୁଚେଇ ଦଉଛି, ଜୀବାତ୍ମା କୂଟସ୍ଥ ବ୍ରହ୍ମକୁ ଲୁଚେଉଛି। ମୁଁ ହଉଛି କୂଟସ୍ଥ ବ୍ରହ୍ମ, ଅହମ୍ ବ୍ରହ୍ମାସ୍ମି ଚେତନ, କିନ୍ତୁ ଜୀବାତ୍ମା ଅନୁଭବ ହେଲେ କୂଟସ୍ଥ ମୁଁ ବ୍ରହ୍ମ ଅଟେ ଅନୁଭବ ହୁଏନି। ତାପରେ କହୁଛନ୍ତି ଏଇ ଯୋଉ ଉପରକୁ ଦେଖ ମେଘାକାଶ, ମେଘରେ ମଧ୍ୟ ଆକାଶ ଅଛି। ଆକାଶରେ ମେଘ ଅଛି, କିନ୍ତୁ ମେଘ, ପ୍ରତ୍ୟେକ ମେଘରେ ଜଳକଣିକା ଅଛି। ସେ ଜଳକଣିକାରେ ଆକାଶ ପ୍ରତିବିମ୍ବ ହଉଛି, ସେ କଥାଟା। ହେଲେ କି ଆକାଶରେ ହିଁ ମେଘ ଥାଏ, କିନ୍ତୁ କହୁଛନ୍ତି ନାଇଁ ତମେ ଆଉ ଟିକେ ଡେପ୍ଥରେ ଯାଅ। ପ୍ରତ୍ୟେକ ମେଘରେ, ପ୍ରତ୍ୟେକ ମେଘର ଯୋଉ ଖଣ୍ଡ ଖଣ୍ଡ ଅଛି ସେଇଟା ଜଳକଣିକା ଅଛି। ସେ ଜଳକଣିକାରେ ଯୋଉ ପ୍ରକାଶିତ ହଉଛି, ଏ ଯୋଉ ରିଫ୍ଲେକ୍ଟ ହଉଛି ଆକାଶ, ତାକୁ କହନ୍ତି ମେଘାକାଶ। ଈଶ୍ୱର ଯେମିତି ପ୍ରତ୍ୟେକ ହୃଦୟରେ ପରମାତ୍ମା ଅଛନ୍ତି, ଈଶ୍ୱର ଅଛନ୍ତି, ହୃଦୟ ସେ ଅର୍ଜୁନ ତିଷ୍ଠତି। ଆଉ ଇଏ ସବୁଥିରୁ ପରେ ଇଏ ହଉଛି ଘଟାକାଶ। ଏମିତି ବୁଝ। ହଁ, ୟା ତ ଏମିତି ବୁଝ କ'ଣ, ଚେତନ ବ୍ୟଷ୍ଟି ମାୟାକୁ ଧରିଲେ ଜୀବାତ୍ମା ହୁଏ, ଚେତନ ସମଷ୍ଟି ମାୟାକୁ ଧରିଲେ ଈଶ୍ୱର ହୁଏ। ଆଉ ଇଏ ମାୟାର ହିଁ ପ୍ରଭାବ, ମାୟା ଆଭେଶେନ ଜୀବ ଈଶଉ କରନ୍ତି। ଏ କଥାଟା 154ରେ କହୁଛନ୍ତି, ପଢିବା। ସାଭାସମେବ ତଦ୍ବୀଜମ୍ साभासमेव तद्बीजम् भीरूपेण प्ररोहति, धीरूपेण प्ररोहति। अतो बुद्धो चिदाभासः अतो बुद्धौ चिदाभासः विस्पष्टं प्रतिभासते। विस्पष्टं प्रतिभासते। चिदाभास युक्त वासना बीज ହିଁ ବୁଦ୍ଧି ରୂପରେ ଅଙ୍କୁରିତ ହବ। ବୁଦ୍ଧି ହେଇକି ଆସିବ, ଜାନାମିତି ପ୍ରବର୍ତ୍ତତେ, ମୁଁ ଏଇଟା ଜାଣୁଛି। ପ୍ରଥମେ ବୁଦ୍ଧି ହବନି, ମାନେ ମନ ହବନି। ଏ ଯୋଉ ଚିଦାଭାସ ଗୋଟେ ସେ ଖୋଜିବ ରିଫ୍ଲେକ୍ସନ, ମୁଁ କେମିତି ହେବି। ତାକୁ ବା ଏମିତି ରୂପରେ ପରମାତ୍ମା ଗୋଟେ ଥିଲେ, ସେ ଇଚ୍ଛା କଲେ କି ମୁଁ ବହୁତ ହେଇଯିବି। ତ ବହୁତ ହେବା ପାଇଁ ହେଲେ ବୁଦ୍ଧି ଆବଶ୍ୟକ ପଡ଼ିବ, ରିଫ୍ଲେକ୍ସନ ନହେଲେ କେମିତି ହବ। ତ ଚିଦାଭାସ युक्त ये वासना बीज ହିଁ ବୁଦ୍ଧି ରୂପ ଅଙ୍କୁରିତ ହୁଏ। ଏଇ ବୁଦ୍ଧିରେ ଚିଦାଭାସ ଅତ୍ୟନ୍ତ ସ୍ପଷ୍ଟ ରୂପରେ ଭାଷିତ ହୁଏ। ସ୍ପଷ୍ଟ ରୂପରେ ଭାଷିତ ହୁଏ ମାନେ, କାହିଁ ଏମିତି ଲେଖିଛନ୍ତି, ଗୋଟେ ହଉଛି ଅସ୍ପଷ୍ଟ ରୂପରେ ଭାଷିତ ହୁଏ, ଆଉ ଗୋଟେ ହଉଛି ସ୍ପଷ୍ଟ ରୂପରେ ଭାଷିତ ହୁଏ। ଚିଦାଭାସ ଅସ୍ପଷ୍ଟ ରୂପରେ ଭାଷିତ ହୁଏ ମାନେ ଜାଣି ହୁଏନି, ଜୀବାତ୍ମା ବିଷୟରେ ଜାଣି ହୁଏନି। କିନ୍ତୁ ଯୋଉଟା ସ୍ପଷ୍ଟ ରୂପରେ ଭାଷିତ ହୁଏ, ସେ ହଉଛନ୍ତି ଈଶ୍ୱର। ଏମିତି ଆଉ ଟିକେ ବୁଝନ୍ତୁ। ଜାଗ୍ରତ ଅବସ୍ଥାରେ ଜୀବାତ୍ମା ସ୍ପଷ୍ଟ ରୂପରେ ଭାଷିତ ହୁଏ, କିନ୍ତୁ ସୁଷୁପ୍ତି ଅବସ୍ଥାରେ ଜୀବାତ୍ମା ଅସ୍ପଷ୍ଟ ରୂପରେ ଭାଷିତ ହୁଏ, ଜାଣି ହୁଏନି। ୟାକୁ ହିଁ କହୁଛନ୍ତି ସ୍ପଷ୍ଟ ଅସ୍ପଷ୍ଟ।
ଈଶ୍ୱରଙ୍କୁ ଆମେ ଦେଖିପାରୁନୁ, ଈଶ୍ୱରଙ୍କ ବିଷୟରେ ଜାଣି ହବନି, ତାହା ହଉଛି ଅସ୍ପଷ୍ଟ। କିନ୍ତୁ ଜୀବାତ୍ମା ନିଜ ବିଷୟରେ ଆମେ ଜାଣିପାରୁନୁ, ତାହା ହଉଛି ସ୍ପଷ୍ଟ। ଏମିତି ବୁଝନ୍ତୁ। ମାୟା ହିଁ ଜୀବ और ଈଶ୍ୱର କରୁଛନ୍ତି। ଟପିକ ମାୟା ଚାଲିଛି, ଛାଡ଼ିବାନି। ଆଚ୍ଛା, କୋଉଠି କୋଉଠି ଏମିତି ବୁଝା ହଉଛି, ଜୀବାତ୍ମା ସ୍ପଷ୍ଟ, ଈଶ୍ୱର ସ୍ପଷ୍ଟ। ଜୀବାତ୍ମା ଆମେ ନିଜ ନିଜ ଅନୁସାରେ, ପାସନା ଅନୁସାରେ ନିଜକୁ ନିଜେ ଭାବୁଛି, କିଏ ପତି, କିଏ ପତ୍ନୀ, କିଏ ଏମ୍ପ୍ଲୟ, କିଏ ଏମ୍ପ୍ଲୟର, ବାପା ମା, ପୁଅ ଝିଅ। ଜୀବାତ୍ମା ବିଷୟରେ ଭାବୁଛୁ, ତା ସ୍ପଷ୍ଟ। କିନ୍ତୁ ଈଶ୍ୱର ବିଷୟରେ କନସେପ୍ଟ ତ ଜାଣି ହବନି ନା, ତା ହଉଛି ଅସ୍ପଷ୍ଟ। କିନ୍ତୁ ରିଫ୍ଲେକ୍ସନ ଦୁଇଟା ଯାକ ହଉଛି। ତାକୁ କ୍ଲିୟର କରିବା ପାଇଁ କହୁଛନ୍ତି, ଦେଖ ଏସବୁ ମାୟା, ମାୟା ହିଁ ଈଶ୍ୱର, ଜୀବ ଈଶ୍ୱର କରୁଛନ୍ତି। ମାୟା ଜୀବ ଈଶ୍ୱର କରନ୍ତି, ଏଇ ଯୋଉ ଶ୍ଲୋକଟା ପ୍ରାୟ ବେଦାନ୍ତରେ କୋଟେସନ ରୂପରେ ଯୋଉ ମିଳୁଛି, ମାୟା ଜୀବ ଈଶ୍ୱର କରନ୍ତି, ଏଇଟା ହିଁ। କେମିତି କରେ? ମାୟା ଆଭାସେନ ଜୀବ ଈଶ୍ୱର କରନ୍ତି। 155 ବड़ा ପ୍ରସିଦ୍ଧ ଶ୍ଲୋକଟା, ଏଟା ମନେ ରଖିଥାନ୍ତୁ। ମାୟା ଜୀବ ଈଶ୍ୱର କରନ୍ତି, ଯେମିତି ବିଚାର ନ ସହତେ, ଯେମିତି ଅହମ ବ୍ରହ୍ମାସ୍ମି ତତ୍ତ୍ୱମସି ମହାବାକ୍ୟ, ସେମିତି ବିଚାର କରିବାକୁ ହେଲେ, ମାନେ ମାୟା ବିଷୟରେ ବିଚାର ନ ସହତେ, ଅଦ୍ୱୈତ ସିଦ୍ଧି। ବିଚାରକୁ ସହନ ସେ କରିବନି, ବିଚାର କର ପଳେଇଯିବ, ଭାଗିଯିବ। ନା ସେ ଯାଉନି, ବିଚାର କରୁନ, ବିଚାର ହଉନି, ରଜସ୍ ପଡ଼ିଛି, ବହୁତ ରଜସ୍ ତମସ ଅଛି, ବହୁତ ରଜସ୍ ତମସରେ ଆଉ ବିଚାର ହେଇପାରୁନି। ତାହେଲେ କ'ଣ କରିବାକୁ ପଡ଼ିବ ନା, ନିଷ୍କାମ କର୍ମ କର, ଭକ୍ତି ୟୋଗ କର, କର୍ମଯୋଗ କର, ରଜସ୍ କମସ କ୍ଷୟ ହବ। ଦେନ୍ ସତ୍ୱ ଯେତେବେଳେ ଆସିବ, ଉଭରେଇ ହବ, ସେତେବେଳେ ବିଚାର କରିପାରିବ। 155ରେ ଏଇଟା କହୁଛନ୍ତି, ମାୟା ଜୀବ ଈଶ୍ୱର କରନ୍ତି, ଆଭାସେନ ନା ଆଭାସ ଦ୍ୱାରା, ରିଫ୍ଲେକ୍ସନ ଦ୍ୱାରା। ମାୟାଭାସେନ ଜୀବେଶୌ मायाभासेन जीवेशौ करोति इति श्रुतौ श्रुतम् करोतीति श्रुतौ श्रुतम् मेघाकाश जलाकाशौ मेघाकाशजलाकाशौ इव तौ सुव्यवस्थितौ। इव तौ सुव्यवस्थितौ। कौन देखो बाबा, माया आभासेन जीव ईशो करते, ये जो माया आभासेन जीव ईशो करते, এটা জানিଛନ୍ତି কোଠୁ? ଉତ୍ତର ତାପନୀୟ ଉପନିଷଦ। ଓ ଏଣୁ ଯାହା କହୁଛନ୍ତି, ସେ କହୁଛନ୍ତି, ଦେଖ ପ୍ରମାଣ ଅଛି, ଉପନିଷଦରୁ କହୁଛି, ମାୟା ଆଭାସେନ ଜୀବ ଈଶୋ ଆଭାସେନ କରନ୍ତି ମାୟା, ଏମିତି ଶ୍ଲୋକ ଅଛି। ସେଟାକୁ ଟିକେ ସେ ଶବ୍ଦକୁ ଉଲ୍ଟେଇ ଦେଲେ, ମାୟା ଆଭାସେନ ଜୀବ ଈଶୋ କରନ୍ତି। ଓରିଜିନାଲ କ'ଣ? ଜୀବ ଈଶୋ ଆଭାସେନ କରନ୍ତି ମାୟା। 123ରେ ମଧ୍ୟ ବୁଝେଇଥିଲେ। ଆମେ 123 ଏବେ କିଛି ଦିନ ପୂର୍ବରୁ ଯାଇଥିଲେ। 123 ଯାଆନ୍ତୁ। ମାୟା ତୁ ପ୍ରକୃତିଂ ବିଦ୍ୟାନ୍ ମାଇନମ୍ ତୁ ମହେଶ୍ୱରମ୍ अस्य अवयव भूतेस्तु रव्याप्तम सर्वमिदं जगत। ये श्वेता श्वेतर उपनिषद। माया ही प्रकृति और माइनम होची महेश्वर। ଏବେ जो घटाकाश महाकाश जलाकाश मेघाकाश, कौन जो जलाकाश होची जीवात्मा और जो मेघाकाश होची ईश्वर। घटाकाश कूटस्थ, महाकाश ब्रह्म। तो माया का, मायार अचिंत्य शक्तिर व्यष्टि को नेले जीव
समष्टिको नेले ईश्वर। माया उपाधि चैतन्य ईश्वर, अविद्या उपाधि चैतन्य जीव। अविद्या व्यष्टि, माया आभास है ना, आभास द्वारा, आभास माने प्रतिबिंब, रिफ्लेक्शन, सेटा आभासवाद कुहाଯାଏ। अवच्छेदवाद, प्रतिबिंबवाद, आभासवाद। प्रतिबिंबवाद आभासवाद लगभग समान। मायाभासेन जीवैषु करति इति श्रुतौ, श्रुते, श्रुतिरे कुहाଯାଇଛି ଏଟା। କୋଉ ଉପନିଷଦର କୁହାଗଲା? उत्तर तापनीय उपनिषद। कृष्ण तापनी उपनिषद, अनेक उपनिषदर ना अछि सेमतिया। उत्तर तापनी उपनिषद या कुहागला श्रुतौ श्रुतम, श्रुतिरे कुहागला। तो ये जो ईश्वर अस्पष्ट देखा जाएनि, जानी हुएनि, से ईश्वर को आम कहीदे मु जानी, तुम्हें किए, तुम्हें तुम्हें तुम विषय जान, हाँ मो विषय मुझे जानी, ईश्वर मु जानी। तो ईश्वर जो अस्पष्ट, ईश्वर जो माया उपाधि ताको बुझौछने 156 रे। नहीं नहीं 156, हाँ। मेघवद वर्तते माया, मेघवत् वर्तते माया, मेघस्थित तुषारवत्, मेघस्थितस्तु सारवत। धीवासनास्तिदाभासः, धीवासनाश्चिदाभासः, तुषारस्थखवत् तुषारस्थखवस्थितः। ख माने आकाश, ए शब्द को जतले बुझियो जानिया। मेघवत माया वर्तते, माया मेघ भलिया। गोटे एग्जांपल दो, ये तो मेघ विषय कहउचंदी, मेघाकाश आसीबो ना, तो कहउचंदी माया मेघ भलिया। मेघरे जो तुषार कोण अछि, तुषार बुझछन ना, तुषार ओ माय तुषार ही कहू आमे, तुषार बिंदु। तो मेघरे जो आकाश रे नो, मेघरे आकाश भितर मेघ अछि, किंतु मेघ भितर मध्य गोटे छोट छोट बिंदु थाए, तुषार बिंदु, जल कणा मो। तो से जल कणारे थिबो, सेठ भी आकाश थिबो। हाँ, तो मेघरे जो तुषार बिंदु अछि ना, हाँ, तार बुद्धिर वासना भले मायारे स्थित सेटा। एवं से तुषार कणारे आकाश अछि कि नहीं ना? हाँ, से आकाशटा होछि मेघ आकाश। ईश्वर सर्वभूतानां हृदय से अर्जुन तिष्ठति, भगवान जोटा कहउछन एटा बुझेई हबो। ईश्वर जोटा अछन ना समस्त हृदय भीतर अछन, केमती? जेमिति मेघर तुषार कोणरे जल अछि एवं से जलरे रिफ्लेक्शन होछि, पूरा टोटल मिसई देले मेघ आकाश हो जाଉଛି। देन ईश्वर है। तो सी जो ईश्वर, तमाने केते आकाश आमे विचार करछो। गोटे होछि घटाकाश, गोटे होछि जलाकाश, और गोटे होछि महाकाश। महाकाश कूटस्थ ब्रह्म, घटाकाश महाकाश निर्गुण निराकार ब्रह्म, घटाकाश तो कूटस्थ ब्रह्म। मु किए? कूटस्थ ब्रह्म। कारण शरीर अच्छी ना, शरीर थाई कि मु कहूँ मु कूट, जो शरीर नाही मु किए? निर्गुण निराकार ब्रह्म। किंतु मु निजको निज भावुची कुए जलाकाश, कारण घट उपर जल भर्ती हो जाइए। जीवात्मा मु सुखी दुखी, मोटा पतला, पति पत्नी, ये सब जलाकाश राशि। और मेघाकाश कौन? ईश्वर।
ଆଚ୍ଛା ଈଶ୍ୱର ଯୋଉ ମାୟା ଉପାଧି ଆର ଶ୍ରୁତିର ପ୍ରମାଣ ଅଛି ନା? ହଁ ପ୍ରମାଣ ଅଛି ନା, ବୁଝେଇବେ? ନାଇଁ ଆଉ ଏତେ ମୁଣ୍ଡ ଖରାପ କରିବା ଦରକାର ନାହିଁ। ମୁଁ ମାର୍ଚ୍ଚ 5ରେ ନେବି ହେଲା, ଏତିକି ଥାଉ। ବର୍ତ୍ତମାନ ଆମେ 1, 4, 5, 6 ପର୍ଯ୍ୟନ୍ତ ଦେଖିଲେ ଈଶ୍ୱର ବିଷୟରେ ଚାଲିଛି ଟପିକ। ଏବେ ବୁଝିବା ପାଇଁ ଆପଣ କ୍ଲିୟର ମନେ ରଖିଥାନ୍ତୁ, କାରଣ ବାଇଚାନ୍ସ କାହାର ପ୍ରଶ୍ନ ଆସିଯାଇପାରେ। ଫାର୍ଷ୍ଟ ଦିଟା ଏକ୍ସାମ୍ପଲରୁ ବୁଝାଉଛନ୍ତି। ଗୋଟେ ହଉଛି ଘଟାକାଶ କୂଟସ୍ଥ ବ୍ରହ୍ମ, ଜଳାକାଶ ଜୀବାତ୍ମା, ମେଘାକାଶ ଈଶ୍ୱର, ଆଉ ମହାକାଶ ନିର୍ଗୁଣ ବ୍ରହ୍ମ ହେଲା। ତା ପୂର୍ବରୁ ବୁଝେଇଥିଲେ ଧୌତ, ଘଟିତ, ଲାଞ୍ଛିତ, ରଞ୍ଜିତ। ଧୌତଟା କଣ, ସେଇଟା କେମିତି ବ୍ରହ୍ମରୁ କେମିତି ଏ ଜଗତଟା ହେଇଛି ସେଇଟା ବୁଝିବା ପାଇଁ। ଧୌତ ବ୍ରହ୍ମ, ଘଟିତ କଣ ହେଲା ଅନ୍ତର୍ଯାମୀ, ତାପରେ ବ୍ରହ୍ମରୁ ମାନେ ଅନ୍ତର୍ଯାମୀ ଈଶ୍ୱର, ବ୍ରହ୍ମରୁ ଈଶ୍ୱର ହଉଛି। ଏଣ୍ଡ ଦେନ୍ ଯେତେବେଳେ ସ୍କେଚ ତିଆରି ହେଇଯାଉଛି ହିରଣ୍ୟ ଗର୍ଭ ସୂତ୍ରାତ୍ମା, ଏଣ୍ଡ ଦେନ୍ ପୁରା ଚିତ୍ର ହେଇଗଲା ବିରାଟ। ସେଟା ଅଲଗା ମେଥଡରେ ବୁଝାଉଛନ୍ତି। ହଁ ତ ବା ଏମିତି ବୁଝନ୍ତୁ, ବ୍ରହ୍ମ ପ୍ଲସ୍ ବ୍ୟଷ୍ଟି ମାୟାରେ ରିଫ୍ଲେକ୍ସନ ହଉଛି ତାହା ଜୀବାତ୍ମା, ସେଥିପାଇଁ ରିଫ୍ଲେକ୍ସନ ପ୍ରତିବିମ୍ବ ଆଭାସ। ଆଉ ବ୍ରହ୍ମରେ ସମଷ୍ଟି ମାୟାରେ ରିଫ୍ଲେକ୍ସନ ହେଲେ ଈଶ୍ୱର ହଉଛନ୍ତି। ଏତିକି ବୁଝନ୍ତୁ, ଫେର ଦେଖିବା କାଲି। ଓକେ, ଆଜି ସନ୍ଧ୍ୟାବେଳେ ଟକ୍ ଅଛି ପ୍ରଶ୍ନ ଉପନିଷଦ, ଦେନ୍ କାଲିଠୁ ଆଉ ପ୍ରବଚନ ନାହିଁ, ମର୍ଣ୍ଣିଂ ଆଣ୍ଡ ଇଭିନିଂ। ମୁଁ ଦେଖୁଛି ଡିକ୍ଲେୟାର କଲା ପରେ ମଧ୍ୟ କିଛି ଲୋକ ସ୍ପେଶାଲ ଇଭିନିଂ ପାଇଁ କନଫ୍ୟୁଜନ ଅନ୍ କରିଥାଉଛନ୍ତି। ସ୍ୱାମୀଜୀ ଆପଣ କେମିତି ଜାଣୁଛନ୍ତି? ନା ମୋର ମୋବାଇଲରେ, କାରଣ ଜୁମ୍ ନା, ଜୁମ୍ ତ ମୁଁ ହିଁ କରଉଛି। ତ ଜୁମ୍ରେ ସ୍ପେଶାଲ ଇଭିନିଂରେ ମୋ ପାଖକୁ ଆସିଯାଉଛି, ଇଏ ଜଏନ୍ କରିଥିଲା, ମୋ ନାଁଟା କହୁନି, ମୁଁ ମନେ ମନେ ଇतना ଡିକ୍ଲେୟାର କଲା ପରେ ମଧ୍ୟ ଫେର 4ଟା ବେଳେ ଜଏନ୍ କରିଛନ୍ତି। ବର୍ତ୍ତମାନ ପଞ୍ଚଦଶୀ କ୍ଲାସ୍ ଆଜି ଲାଷ୍ଟ, ମାର୍ଚ୍ଚ 5ରେ ଆରମ୍ଭ ହବ। ମାର୍ଚ୍ଚ 5ରୁ ଆଉ ବନ୍ଦ ହବନି, କଣ୍ଟିନ୍ୟୁ ଚାଲିବ ମାର୍ଚ୍ଚ 27 ପର୍ଯ୍ୟନ୍ତ। 28ରେ କ୍ୟାମ୍ପ ଅଛି, 27, 28, 28ରେ ସନ୍ଧ୍ୟାବେଳେ ଅଛି। ତାପରେ କାରଣ ମୁଁ କ୍ୟାମ୍ପରେ କ୍ଲାସ୍ ନେବି, ସେଟା ବି ଆପଣମାନଙ୍କୁ ମିଳିଯିବ ୟୁଟ୍ୟୁବରେ, ଯୋଉ ଯୋଉ ନେବି ମୁଁ। କ୍ଲିୟର? ଆଉ ଇଭିନିଂ ଆଜି ଲାଷ୍ଟ ଅଛି, ପ୍ରଶ୍ନ ଉପନିଷଦ 3rd ଚାପ୍ଟର ଆରମ୍ଭ କରିବି, ରଖିଦେବି। ମାର୍ଚ୍ଚ 8ରୁ ଆରମ୍ଭ ହବ। ଓ ଇଭିନିଂଟା 8ରୁ ନା, ହଁ 5, 6, 7 ଏଇଠି ଅନେକ ଘର ଘର ମେ ଗୀତା ଅଛି ସେଟା। ଏବଂ ମାର୍ଚ୍ଚ 5ରୁ ଅନଲାଇନରେ ଜୁମ୍ରେ, ଏଇ ଯୋଉ ଜୁମ୍ରେ, ମାନେ ରାଧା ଜୁମ୍ ନୁହଁ, ମମତା ଜୁମ୍ ନୁହଁ, ମୋର ପଟିଆଲା ଜୁମ୍ରେ ରାତି 9ରୁ 9:30 15 ଚାପ୍ଟର ଗୀତା, ଏବଂ ଆମର ଗୁରୁଜୀ ଯୋଉ ଗୀତା ପଞ୍ଚାମୃତ 5ଟା ଶ୍ଲୋକ ବାଛିଛନ୍ତି ସେଇଟା ଏମିତି ମୁଁ ଶିଖେଇବି ହେଲା। ଆଉ ଯେତେବେଳେ ଆପଣ କାହାର ଶ୍ରାଦ୍ଧ ବା କାହାର ମୃତ୍ୟୁରେ ଯାଉଛନ୍ତି, ଯଦି ଗୀତା ପାଠ କରିବା ପାଇଁ ଚାହୁଁଛନ୍ତି, 8 ଚାପ୍ଟର ପଢ଼ାଯାଏ, କାରଣ ସେଇଠି ହିଁ ଜୀବାତ୍ମା ସବୁ ଅଛି। ସେଇଟା ବି ଟାଇମ୍ ମିଳିଲେ ଶିଖେଇଦେବି। ତ ମାର୍ଚ୍ଚ 5ରୁ କଣ୍ଟିନ୍ୟୁ ଚାଲିବ ସେଇଟା, ମାନେ ମାର୍ଚ୍ଚ 26, 27 ପର୍ଯ୍ୟନ୍ତ। ତାପରେ ଏ କ୍ୟାମ୍ପରେ ବନ୍ଦ ହବ, ଆଉ ଥରେ ଆରମ୍ଭ ହବ ଏପ୍ରିଲ, ହେଲା। ତ ଏମିତି ଆପଣ ୟୁ କନେକ୍ଟ, ଅଲୱେଜ ୟୁ କନେକ୍ଟ ୱିଥ୍ ମି, କନେକ୍ଟ ୱିଥ୍ ମି। ବହୁତ ଲୋକ କନେକ୍ଟ ହିଁ ନାହିଁ, କିଛି ଲୋକ ଦେଲା ପରେ ମଧ୍ୟ ଜୁମ୍ ଇଏ କନେକ୍ଟ ରଖିପାରୁନାହାନ୍ତି। ୟୁ ସୁଡ୍ କନେକ୍ଟ ୱିଥ୍। ଓକେ, ଥ୍ୟାଙ୍କ ୟୁ। Again we will meet in March 5। चलो तो हरिओम कर दिया।